ଚାଲନ୍ତୁ ଜାଣିବା ଏହି ଭିଡ଼ିଓରେ ପ୍ରକୃତ ପ୍ରେମର 5ଟି ଲକ୍ଷଣ। ପ୍ରଥମଟି, ସତ ପ୍ରେମରେ କେବେ ସର୍ତ୍ତ ଆଉ ସ୍ୱାର୍ଥ ନଥିବା ଦରକାର। ହଁ ସାଙ୍ଗମାନେ, କାହିଁକି ନା ଯେଉଁଠି ସର୍ତ୍ତ ଥାଏ ସେଇଠି ଭଲ ପାଇବା ନଥାଏ, ଆଉ ଯେଉଁଠି ସର୍ତ୍ତ ଥାଏ ସେଇଠି କେବେ ବି ସମ୍ପର୍କ ବେଶୀ ଦିନ ତିଷ୍ଠିପାରେ ନାହିଁ। ପ୍ରକୃତ ପ୍ରେମ କରୁଥିବା ବ୍ୟକ୍ତି ତୁମ ଛଡ଼ା ସେ ଆଉ କାହାକୁ ବି ଚାହିଁ ନଥାନ୍ତି। ଦ୍ୱିତୀୟଟି ହେଲା, ସତ ପ୍ରେମରେ ସହିବାର ଶକ୍ତି ଥିବା ଦରକାର। ଯଦି ପରିସ୍ଥିତି ଖରାପ ଚାଲିଛି ଆଉ ପ୍ରେମୀର ଖରାପ ସମୟରେ ତାକୁ ସାଥ ଦେବା ଦରକାର। କେବେ ବି ନିଜ ପ୍ରେମକୁ ନେଇ କାନ୍ଦିବା ଜମାରୁ ବି ଭଲ ନୁହେଁ। ତୃତୀୟଟି ହେଲା, ତ୍ୟାଗ ଜାଣିଥିବା ଦରକାର। କାହିଁକି ନା ଯେଉଁଠି ତ୍ୟାଗ ନଥାଏ ସେଇଠି କେବେ ବି ଭଲ ପାଇବା ଉତ୍ପନ୍ନ ହୋଇନଥାଏ। ଯେଉଁଠି ନିଃସ୍ୱାର୍ଥପର ଭାବନା ଥିବା, ଲୋଭ ନଥିବ ମନରେ, ଜଣେ ଜଣଙ୍କ ଆବଶ୍ୟକତାକୁ ନୁହେଁ ବରଂ ଜଣେ ଜଣଙ୍କ ହୃଦୟକୁ ଭଲ ପାଉଥିବା ଦରକାର। ଚତୁର୍ଥଟି ହେଲା, ସେ ତାଙ୍କର ପର୍ସନାଲ କଥାକୁ ସବୁ ତୁମ ଆଗରେ ଗୋଟି ଗୋଟି କରି କହିଦେଇଥାନ୍ତି। ହୁଏତ ତାଙ୍କର ପୁରୁଣା ପ୍ରେମ ବିଷୟରେ ବି ଆଉ ତୁମଠୁ ବି ସେ ସବୁ ସତ ଘଟଣା ଜାଣିବାକୁ ଚାହିଁଥାନ୍ତି। କାହିଁକି ନା ସେ କେବେ ବି ଚାହେଁ ନାହିଁ ଯେ ଯେମିତି ଭବିଷ୍ୟତରେ କିଛି ଅଘଟଣ ନ ହେଇଯାଉ। ସେ ତୁମକୁ ସମ୍ପୂର୍ଣ୍ଣ ଅଧିକାର ଦେଇଦିଅନ୍ତି ତାଙ୍କ ବ୍ୟକ୍ତିଗତ ଜୀବନରେ ଯାହା ସବୁ ଘଟିଥାଏ। ପଞ୍ଚମଟି ହେଲା, ସବୁଠୁ ବଡ଼ କଥା ହେଉଛି ପ୍ରକୃତ ପ୍ରେମରେ କେବେ ସନ୍ଦେହ ନଥାଏ, ଥାଏ ତ କେବଳ ବିଶ୍ୱାସ। ଶେଷରେ ମୁଁ ଏତିକି କହୁଛି, ଯଦି କାହାକୁ ବି ପ୍ରେମ କରୁଛ ପୁରା ହୃଦୟରୁ, କେବଳ ଟାଇମ୍ ପାସ୍ ପାଇଁ ନୁହେଁ। ତମର ସିନା ଟାଇମ୍ ପାସ୍ ହେଇଯିବ, କିନ୍ତୁ ଆଉ କିଏ ସବୁଦିନ ପାଇଁ ହସିବା ଭୁଲିଯିବ। ତେଣୁ ଏହି ପ୍ରେମ ପାଇଁ ମୁଁ 2 ଧାଡ଼ି କବିତା କହୁଛି, ଶୁଣନ୍ତୁ। ପ୍ରେମ ନୁହେଁ କେବେ କିଛି କ୍ଷଣ ମାତ୍ର ସହଜରେ ଭୁଲି ହେବ। ପ୍ରେମ 2 ମନ ଅତୁଟ ବନ୍ଧନ ଯୁଗ ଯୁଗ ରହିଥିବ। ସାଙ୍ଗମାନେ, ପ୍ରେମ ହେଉଛି ଏମିତି ଗୋଟେ ଜିନିଷ ଯାହା ଥରେ ହୃଦୟରୁ ବାହାରିଗଲେ ବହୁତ କଷ୍ଟ ହୋଇଥାଏ। ତେଣୁ ପ୍ରେମ କରିବା ଜରୁରୀ ନୁହେଁ। ପ୍ରେମରେ ଯେଉଁ ଧୋକା ମିଳିଥାଏ ତାହା ସାରା ଜୀବନ ପାଇଁ ମନେ ରହିଯାଏ।